ଘୋର କଳି କାଳ ଥୟ ନ ରହିବ ପ୍ରାଣୀ ହେବେ କୁଆ ବୁଆ। ପୂର୍ବ ସମୁଦ୍ରରୁ ଲବଣ ଉଠିବ କମ୍ପିବ ପ୍ରାଣୀଙ୍କ ହିଆ। ପ୍ରଥମେ ବୁଝିବାକୁ ପଡ଼ିବ କୁଆର କାମ ହେଉଛି ରାବ। ସିଏ ଶୋଇଥିବା ଲୋକକୁ ଠିକ୍ ସମୟରେ ଉଠାଏ। ସେ ଗୋଟିଏ ଚୈତନ୍ୟ ପୁରୁଷ। ଆରେ ରାତି ପାହିଲାଣି, ଶୋଇଛ କ'ଣ? ଉଠ। ବୁଆ କହିଲେ ଆଉ ଗୋଟେ ଜିନିଷ, ଶସ୍ୟ କ୍ଷେତ୍ରରେ ଯେଉଁ ଶସ୍ୟ ବୁଣା ହୁଏ ସିଏ ବୁଆ ବୋଲି ତାକୁ କହନ୍ତି। ତେଣୁ ଆଜି ବିଶ୍ୱରେ କାଉ କମି ଯାଇଛନ୍ତି, କୁଆ କମିଗଲେଣି, କିନ୍ତୁ କୁଆ ଭଳି ଆଜି ବିଭିନ୍ନ ବିଭିନ୍ନ ବିପଦରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର, ଦେଶ ସରକାର, ବିଶ୍ୱ ସରକାର ଯେଉଁ ଆହ୍ୱାନ ଦେଉଛନ୍ତି, ଏଇ ବାଟରେ ଚାଲ, ଏଇଆ କର, ଏଇ ହେଉଛି କୁଆ। ଏବଂ ବୁଆ ହେଉଛି ମଣିଷ ବଞ୍ଚିବା ପାଇଁ, ଜୀବଜନ୍ତୁ ବଞ୍ଚିବା ପାଇଁ ଆଜି ସବୁ ପ୍ରକାର ଚେଷ୍ଟା ଚାଲିଛି। ଶିଳ୍ପ କାରଖାନା ଆଉ ସବୁ ତ ଚାଲିଛି। ଆଉ ଜଙ୍ଗଲ ନଷ୍ଟ ହେଉଛି ଏହା ସତ୍ୟ, ଗଛ କଟା ହେଉଛି ଏହା ସତ୍ୟ, ଇଏ ସବୁ ଅଚେତନ କଥା। କିନ୍ତୁ ପରିବେଶବିତ୍ମାନେ ସବୁବେଳେ ଆହ୍ୱାନ ଦେଉଛନ୍ତି, ଗଛ ଲଗାଅ, ଜଙ୍ଗଲର ସୁରକ୍ଷା କର। ତା ମଧ୍ୟ ଚାଲିଛି, କିନ୍ତୁ ପ୍ରାକୃତିକ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଆମେ ବିପଦର ସମ୍ମୁଖୀନ ହେଉଛୁ। ଇଏ କଥାଟି ଯେଉଁମାନେ ଶୁଣୁଛନ୍ତି ସେମାନେ ଜଙ୍ଗଲର ସୁରକ୍ଷା କରନ୍ତୁ, ବୃକ୍ଷ ଲଗାନ୍ତୁ, ଆଉ ବଞ୍ଚାନ୍ତୁ। ଘୋର କଳି କାଳ ଥୟ ନ ରହିବ। କଳି ଶବ୍ଦର ଅର୍ଥ ହେଉଛି କଢ଼। କଢ଼ଟି କାଲିକି ବିକଶିତ ହେବ। ଆଜି ଯିଏ ଉଦ୍ୟାନର କଳିକା ବା କଢ଼, କାଲି ସେ ଫୁଲ ଫୁଟିବ। ତାର ସୁବାସ ମହୁକୁ ଲୋକ ଆସ୍ୱାଦନ କରିବେ। ତେଣୁ ଇଏ କାର୍ଯ୍ୟ ଅହରହ ଚାଲିବ। ଯେତେବେଳେ ଘୋର କଳି ବୋଲି ଆମେ ଯାହାକୁ କହୁ, ସେତେବେଳେ ପୃଥିବୀର ଚାରିଆଡ଼େ ଜ୍ଞାନ ଓ ବିଜ୍ଞାନର ଆହ୍ୱାନ ଆଜି ଚାଲିଛି ଏବଂ ଆହୁରି ଚାଲିବ। ଆକୁ କଳି କଜିଆର ଯୁଗ ବୋଲି ଭାବିବା ଉଚିତ ନୁହେଁ। ଏଇଟା ବିଜ୍ଞାନ ଯୁଗ। ପୂର୍ବ ସମୁଦ୍ରରୁ ଲବଣ ଉଠିବ। ପୂର୍ବ ସମୁଦ୍ର କହିଲେ ବଙ୍ଗୋପସାଗର। ପରିବେଶର ଅସୁରକ୍ଷିତ ହେବାରୁ ସମୁଦ୍ର କୂଳରୁ ହେନ୍ତାଳ ଜଙ୍ଗଲ, ଝାଉଁ ଜଙ୍ଗଲ ଏସବୁ ବନ୍ଦ ହୋଇଯିବା ପରେ, ଏସବୁ ନଷ୍ଟ ହୋଇଯିବା ପରେ ଆମର ଯେଉଁ ବାତ୍ୟା, ମହାବାତ୍ୟା, ସୁନାମି ଏସବୁ ଆସୁଛି, ତାକୁ ସେ ଯେଉଁ ପ୍ରକାର ଭାବରେ ଆସୁଛି, ସମସ୍ତଙ୍କ ଛାତି ଥରି ଉଠୁଛି। ଅନ୍ୟ ରାଜ୍ୟମାନଙ୍କରେ ନାହିଁ। ଯେତକ ସାଗର କୂଳରେ
ଅଚ୍ୟୁତାନନ୍ଦ ମହାପୁରୁଷ କ'ଣ କେବଳ ଓଡ଼ିଶାର? ସିଏ କେବଳ ତାକୁ ଆମେ ଟାଣି ଗୋଟା ଦେଇକିରି ଓଡ଼ିଶାର ମହାପୁରୁଷ କରିଦେଉ। ସେ ବିଶ୍ୱବନ୍ଦ୍ୟ, ବିଶ୍ୱରେ ପହଞ୍ଚେଇ ପାରୁନୁ ତାଙ୍କ କଥା। ତେଣୁ ବିଶ୍ୱର ସବୁ ସମୁଦ୍ର କଥା ସେ କହିଛନ୍ତି। ତା ସହିତ କହିଛନ୍ତି ପୂର୍ବ ସମୁଦ୍ର। ପୂର୍ବ ସମୁଦ୍ର କହିଲେ କ'ଣ କେବଳ ପାରାଦ୍ୱୀପ ବନ୍ଦର? ପୂର୍ବ ସମୁଦ୍ର କହିଲେ କ'ଣ ଆମର କେବଳ ଏରସମା, କଟକ ଏହିସବୁ ଅଞ୍ଚଳ, କେନ୍ଦ୍ରାପଡ଼ା ଏହିସବୁ ଅଞ୍ଚଳ? ମୁଁ ଆପଣମାନଙ୍କୁ କହୁଛି ଏ ଜୀବନର ପୂର୍ବ ହେଉଛି ଏଇ ଚକ୍ର, ଲଲାଟ ଚକ୍ର। এইটা ହେଉଛି ସହସ୍ରା ଚକ୍ର, এইଟା ପୂର୍ବ। ପଶ୍ଚିମ ହେଲା ମେରୁଦଣ୍ଡ, ଉତ୍ତର ହେଲା ବାମପଟ, ଦକ୍ଷିଣ ହେଲା ଡାହାଣ ପଟ। ଯାହା ବିଚାର କରୁଛନ୍ତି ଏଇ ପଟରୁ ଏଇ ଭାବରେ ବିଚାର କର। ତେଣୁ ଆଜି ଉନ୍ନତମାନର ଶିଶୁମାନେ ଜନ୍ମ ହେଉଛନ୍ତି। ପୂର୍ବ କାଳରେ କିଛି ବର୍ଷ ପୂର୍ବେ ଯେଉଁ ଶିଶୁମାନେ ମାନେ ତାଙ୍କର ଏତେଟା ବୁଦ୍ଧି ବିବେକ ବା ଏତେଟା ଚତୁର ସେମାନେ ନଥିଲେ, ଆଜି ଏତେ ସୁନ୍ଦର ଭାବରେ ଶିଶୁମାନଙ୍କର ବୁଦ୍ଧି ଜ୍ଞାନର ଉଦୟ ହେଇଛି। ସେଇ ଗୋଟାକ ହେଉଛି ପୂର୍ବ ସମୁଦ୍ରର ଲବଣ। ପୂର୍ବ ସମୁଦ୍ରରୁ ଲବଣ ଉଠିବ। ଆପଣ ଦେଖନ୍ତୁ, ଭଗବାନ ରାମଙ୍କର ଦୁଇଟି ପୁତ୍ର, ଜଣଙ୍କ ନାଁ ଲବ, ଜଣଙ୍କ ନାଁ କୁଶ। ପୂର୍ବ ସମୁଦ୍ରରୁ ଲବଣ ଉଠିବ। ପୂର୍ବ ସମୁଦ୍ର ହେଉଛି ମସ୍ତିଷ୍କ। ଏ ମସ୍ତିଷ୍କ ଭିତରୁ ଲବକୁଶଙ୍କ ଭଳି ସନ୍ତାନ ମାନେ ଜନ୍ମ ହେବେ ଏବଂ ପୂର୍ବ ସମୁଦ୍ରରୁ ଲବଣ ଉଠିବ। ଏ ଯେଉଁ ବାତ୍ୟା ମହାବାତ୍ୟା ଏଇଗୁଡ଼ାକ ଆସୁଛି, ଏଇଟା ମଧ୍ୟ ଆମେ କହିପାରିବା ତା'ର ଅର୍ଥ ନୁହେଁ ଯେ ଧ୍ୱଂସ ହେଇଯିବ ବା ସବୁ ଶେଷ ହେଇଯିବ। ଏସବୁ ମନଗଢ଼ା ବ୍ୟାଖ୍ୟା। ମୁଁ କହୁନି ଯେଉଁମାନେ ବ୍ୟାଖ୍ୟାକାର ବ୍ୟାଖ୍ୟା ମୁଁ ସେମାନଙ୍କୁ କିଛି କହୁନି, ମୁଁ ନିଜକୁ କହୁଛି। ମୁଁ ଜଣେ ବେଶୀ ପାଠୁଆ ସାଠୁଆ ଲୋକ ନୁହେଁ। ମୋର ପୂର୍ବ ସମୁଦ୍ରରୁ ଜୁଆର ଉଠିଛି ବୋଲି ଆଜି ସଂସ୍କୃତ କହୁଛି, ଓଡ଼ିଆ କହୁଛି, ହିନ୍ଦୀ କହୁଛି, ଇଂରାଜୀ କହୁଛି, ପରିବେଶର କାର୍ଯ୍ୟ କଥା କହୁଛି, ସବୁ କଥା ବି କହୁଛି। ତେଣୁ ସେ କେଉଁଟା? ସେ ପୂର୍ବ ସମୁଦ୍ରର ଲବଣ ମୋ ଭିତରେ ଜାଗ୍ରତ ହେଇଛି। ଏବଂ ବେଳେବେଳେ ଯେଉଁ ଛାନିଆ ଲାଗୁଛି ବୋଲି କହିଲେ, ଛାନିଆଟା ଯେଉଁମାନେ ଏଇଭଳିଆ କଥା କହୁଛନ୍ତି, ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି, ଏଇ ଯେଉଁ କଥା ସବୁ ଯେଉଁଭଳି କୁହାଯାଉଛି, ସେଇ ଛାନିଆ ଗୁଡ଼ାକ ଆମକୁ ବିବ୍ରତ କରୁଛି। ଆଉ ତାକୁ ଯଦି ଜ୍ଞାନ ବିଜ୍ଞାନରେ ବିଚାର କରାଯିବ, ତା'ର ବହୁତ ଉତ୍କୃଷ୍ଟ ଜ୍ଞାନ ଲୋକମାନେ ପାଇବେ। ତେଣୁ ମୋର ନିବେଦନ, ତା'ର ତତ୍ତ୍ୱକୁ ଆପଣମାନେ ଟିକେ ଶାନ୍ତ ମନରେ ଆଲୋଚନା କରି ଲୋକମାନଙ୍କୁ ସାହସ ଦିଅନ୍ତୁ, ମନ୍ତ୍ର ଦିଅନ୍ତୁ, ପ୍ରାର୍ଥନା ଦିଅନ୍ତୁ। ସେମାନେ ପ୍ରାର୍ଥନା କରନ୍ତୁ।